ଶୁଣିବା ସମସ୍ତେ ଗପ କଣ ତମର ଘରେ ଆଜି ଆମେ ଗପ ଶୁଣିବା ଗୋଟେ ଗପର ନାଁ ହଉଛି ମାଙ୍କଡ଼ ଆଉ ଟୋପିବାଲା। ମାଙ୍କଡ଼ ଆଉ ଟୋପିବାଲା ଗପ ଗୋଟେ ଶୁଣିବା ସମସ୍ତେ। ଦିନେ ଗୋଟେ ଟୋପି ବିକାଳି ଟୁକେ ଟୋପି ଧରି ଗାଁ ଭିତରକୁ ଆସିଲା। ଟୋପିବାଲା ଟୋପି ଧରିକି କଣ କଲା, ଟୋପି ସେ ଆସିଛି କଣ କଲା, ଗାଁ ଭିତରକୁ ଆସିଲା। ସେଦିନ ଖୁବ୍ ଖରା ବହୁତ କରୁଛି, ବୈଶାଖ ମାସ ଖରା ବହୁତ ଖରା କରିଛି। ସମସ୍ତେ ଶୁଣ, ତାଠୁ ପଚାରିବେ ଗପରେ କଣ ହେଇଛି ଏଇ ସବୁ ଘଟଣା। ମାମା ପଚାରିବେ ସମସ୍ତଙ୍କୁ ହେଲା। ସେଦିନ କଣ ହେଇଛି, ବହୁତ ଖରା କରିଛି। ହାଲିଆ ହୋଇ ଗୋଟିଏ ଗଛ ମୂଳେ ବସି ଥକା ମେଣ୍ଟାଇଲା। କିଏ? ଟୋପିବାଲାଟା ଖରା କରିଛି। ସେ ଗାଁ ଲୋକ ତାଙ୍କ ଘର ପଡ଼େ ଡାକିବେ କି? ଡାକିବେନି, ସେ ବିକ୍ରି କରତେ ଆସିଛି। ସେ ହାଲିଆ ହେଇଯାଇଛି, କଣ ହେଇଛି, ଗୋଟେ ଗଛ ମୂଳରେ ଛାଇ ଜାଗା ଦେଖିକି ବସି ହେଇଛି। ସେ ଗଛ ଉପରେ ଦଳେ ମାଙ୍କଡ଼ ବସିଥିଲେ। ଦଳେ ମାଙ୍କଡ଼ ମାନେ ବହୁତ ଗୁଡ଼େ ମାଙ୍କଡ଼ ସେ ଗଛ ଉପରେ ବସିଥିଲେ। ସେ ଗଛ ମୂଳରେ ବସି ଲୋକଟା ଟୋପି ବିକାଳିଟା, ମାଙ୍କଡ଼ ଗଛ ଉପରେ ବହୁତ ମାଙ୍କଡ଼ ଅଛନ୍ତି। ଭଲ, ଗଛ ଉପରେ ବହୁତ ମାଙ୍କଡ଼ ଅଛନ୍ତି। କିଛି ସମୟ ପରେ ଟୋପି ବିକାଳିକୁ ନିଦ ଲାଗିଗଲା। ଯେତେବେଳେ ତାର ଥକା ହେଇଛି ଖରାରେ, ସେ କଣ ଗଛ ମୂଳରେ ବସିଛି, ବସି ତାକୁ ନିଦ ଆସିଯାଇଛି। ସେ ଗଛ ମୂଳରେ କଣ ହେଲା, ଶୋଇ ପଡ଼ିଛି। କିଏ ଗଛ ମୂଳରେ ଶୋଇ ପଡ଼ିଲା? ଟୋପି ବିକାଳିଟା ଗଛ ମୂଳରେ ଶୋଇ ପଡ଼ିଲା। ସେ ଶୋଇ ପଡ଼ିବା ଦେଖି ମାଙ୍କଡ଼ ମାନେ କଣ କଲେ, ମାଙ୍କଡ଼ ମାନେ ଓହ୍ଲାଇ ଆସିଲେ ଗଛ ଉପରୁ। ଦେଖିଲା ଲୋକଟା ଶୋଇଯାଇଛି, ମାଙ୍କଡ଼ ମାନେ ସବୁ ଗଛ ତଳକୁ ଓହ୍ଲାଇ ଆସିଲେ। ଟୋକେଇର ଟୋପି ଯାକ ନେଇ ମୁଣ୍ଡରେ ସବୁ ଲଗେଇକି ଗଛ ଉପରକୁ ପଳେଇଲେ। ସେମାନେ ଦେଖିଲେ ଟୋପି ବିକାଳି ଶୋଇଯାଇଛି, ଏବେ ବହୁତ ଟୋପି ଅଛି। ଯେତିକି ମାଙ୍କଡ଼ ମାନେ ଥିଲେ ସମସ୍ତେ ଆସି ତା ଟୋକେଇରୁ ଟୋପି ନେଇ ଗଛ ଉପରକୁ ପଳେଇଲେ। ମୁଣ୍ଡରେ ପିନ୍ଧି ଗଛ ଉପରକୁ ଉଠିଗଲେ। ଟୋପି ବିକାଳି ଉଠି ଦେଖିଲା ଯେ ଟୋପି ଗୁଡ଼ିକୁ ମାଙ୍କଡ଼ ମାନେ ନେଇ କଣ କରୁଛନ୍ତି, ମାଙ୍କଡ଼ ନେଇ ସବୁ ପିନ୍ଧିକି ବସିଛନ୍ତି ଗଛ ଉପରେ। ଟୋପି ଉଠି ଦେଖିଲା ବେଳକୁ ମାଙ୍କଡ଼ ମାନେ ସବୁ ଟୋପିକି ନେଇକି ମୁଣ୍ଡରେ ପିନ୍ଧିକି ସବୁ ଗଛ ଉପରେ ବସିଥିଲେ। ସେ ମାଙ୍କଡ଼ ମାନଙ୍କୁ ମାଗିଲା, କିନ୍ତୁ ସେ ଦେଲେ ନାହିଁ। ମାଙ୍କଡ଼ ମାନେ ମଣିଷ ମାନଙ୍କ କଥା ଶୁଣିବେ ନା? ସେ ଶୁଣିବେନି। ସେ ଆମକୁ କଣ ହୁଏ, କାମୁଡ଼ି ଦେବେ, ଆମକୁ ଗୋଳେଇବେ, ଖେନ୍ଦେଇ ହେବେ, ମାଙ୍କଡ଼ ଗୁଡ଼ାକ ମାରିବେ। ସେ ଆଉ ଟୋପିବାଲା କଥା ଶୁଣିଲା ନାହିଁ। ଟୋପିବାଲା ମାଗୁଛି ଦେବା ପାଇଁ ଟୋପି, କିନ୍ତୁ ତା କଥା କେହି ଶୁଣୁନାହାନ୍ତି। ସେ ଗୋଟିଏ ଉପାୟ ବାଜିଲା। ଟୋପିବାଲା କଣ କଲା, ଭାବିଲା ଗୋଟେ ଉପାୟ ବାଜିଲା, ନ ବାଜିଲା ଟୋପି କେମିତି ମୁଁ ପାଇବି। କଣ ପଶୁ ଜନ୍ତୁ, ସିଏ ଟୋପି ଦେଇଦେବେ, ସାଙ୍ଗେ ସାଙ୍ଗେ ମାଗିଲେ ଦେବେନି। ସେ ଗୋଟେ ଉପାୟ ବାଜିଲା, ଭାବିଲା ମୁଁ କଣ କରିବି, ଯେ ଯାହା କଲେ କିନ୍ତୁ ମୋ ଟୋପି ମୋତେ ଫେରି ପାଇବି, ଟୋପି ମୁଁ ନିଜେ ପାଇପାରିବି। ନିଜ ମୁଣ୍ଡର ଟୋପି ବାହାର କରି ଫୋପାଡ଼ି ଦେଲା। ସିଏ ଯେ ଟୋପି ପିନ୍ଧିଦେଲା, କଣ କଲା, ବାହାର କରିକି ଫୋପାଡ଼ି ଦେଲା। କଣ ଫୋପାଡ଼ି ଦେଲା, ତଳକୁ ଫୋପାଡ଼ି ଦେଲା। ଏହା ଦେଖି ମାଙ୍କଡ଼ ମଧ୍ୟ ନିଜ ମୁଣ୍ଡ ଟୋପି ଖୋଲିକି ଫୋପାଡ଼ି ଦେଲେ। କଣ କଲେ, ଟୋପି ବିକାଳିଟା କଣ କଲା, ଟୋପି ପିନ୍ଧିଥିଲା ନିଜ ମୁଣ୍ଡରେ କାଢିକି ପକେଇଦେଲା ବାହାରକୁ। ମାଙ୍କଡ଼ ମାନେ ଦେଖିଲେ ସବୁ ଯାକ, ଦେଖିକି ସେ କଣ କଲେ, ସେ ବି ଯୋଉ ପିନ୍ଧିଥିଲେ ସେ ବି କାଢିକି ପକେଇଦେଲେ। କଣ କି, ତଳକୁ ପକେଇଦେଲେ। ଟୋପି ବିକାଳି ଟୋପି ଗୁଡ଼ିକ ଗୋଟେଇ ଟୋକେଇରେ ପୁରେଇକି କଣ କଲା, ଟୋକେଇ ପୁରେଇ ଦେଇ ଟୋକେଇକୁ ନେଇ ଖୁସିରେ ଚାଲିଗଲା। ତାହେଲେ ଦେଖ, ସେ କଣ ଗୋଟେ ଉପାୟ ବାଜିଲା। ଆମେ ତାହେଲେ କଣ କରିବା, ଆମେ ଯଦି ହେଇଥାନ୍ତେ କଣ ମାରିଥାନ୍ତେ, ଖାଇଥାନ୍ତେ। ସେ ଆମ କଣ, ସେ ତାଙ୍କର କ୍ଷତି ହେଇଥାନ୍ତା, ଆମର ବି ନଷ୍ଟ ହେଇଥାନ୍ତା ଜିନିଷ। ତାହେଲେ ଆମେ ଏଠି କଣ କରିବା, ଆମେ ଉପାୟ ବାଜିବା, ମାନେ ଭାବିବା ଏଇ ଜାଗାରେ ଆମେ କଣ କଲେ ଜିନିଷ ଆମେ ଫେରି ପାଇବା। ଆମେ ଯଦି ଝଗଡ଼ା କରିଥାନ୍ତେ କି ମାରପିଟ ଲାଗିଥାନ୍ତେ, ସମସ୍ତ କଣ ହେଇଥାନ୍ତା କି, ହେଇନଥାନ୍ତା। ସେ ଉପାୟ ବାଜିଲା, ବସିକି ଭାବିଲା ମୁଁ କଣ କଲେ ଜିନିଷଟା ଫେରି ପାଇବି। ତ ଜିନିଷ ପାଇଗଲା। କେତେ ଚାଲାକ ସେ। ତମେ ସେ ଚାଲାକ ନା? ଭଲ ଲାଗିଲା ଗପଟା? ମାଙ୍କଡ଼